ଶ୍ରେଣୀ ପ୍ରାଥମିକ ବୃତ୍ତି ପରୀକ୍ଷା ପାଇଁ ଆଗରୁ ତ ମୁଁ କେତେଟା କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସ୍ କରିସାରିଛି। ଆମେ ଏବେ କ'ଣ କରିବା ନା ମାତୃଭାଷାର ଯେତେ ସବୁ ପାଠ ଅଛି ସବୁ ପାଠ ବିଷୟରେ ଆଲୋଚନା କରିବା। ଆଜି ଯେମିତିକି ସେହି ମୋ ପ୍ରିୟ ଜନ୍ମଭୂମି ପାଠର ଯେତିକି ବି କ୍ୱେଶ୍ଚିନ୍ ଅଛି ତା ବିଷୟରେ ଡିସ୍କସ୍ କରିବା ହେଲା। ତ ତା ଆଗରୁ ଗୋଟିଏ ରିକ୍ୱେଷ୍ଟ କି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କର। ତ କ'ଣ ହେବ ନା ମୁଁ ଅପଲୋଡ଼ କରୁଥିବା ସବୁ ଭିଡ଼ିଓ ତମ ପାଖରେ ପହଞ୍ଚି ପାରିବ। କରିବା ଫାର୍ଷ୍ଟ କ୍ୱେଶ୍ଚିନ୍ ହେଲା ଆମ ଭାରତ ନା ଅଷ୍ଟ୍ରେଲିଆ ନା ଏସିଆ ନା ୟୁରୋପ। ଅପସନ୍ କ ହେଇଯିବ ସଠିକ ଉତ୍ତର। ଆମ ଜନ୍ମଭୂମିର ନାମ ଭାରତ। 2 ନମ୍ବର କ୍ୱେଶ୍ଚିନ୍ ଆସିଲା ଜନ୍ମଭୂମିକୁ କାହା ସହିତ ତୁଳନା କରାଯାଇଛି? ବାପା ସହିତ ନା ଭାଇ ସହିତ ନା ଭଉଣୀ ସହିତ ନା ମା ସହିତ? କୋଉଟା? ଅପସନ୍ ଘ ମା ସହିତ ତୁଳନା କରାଯାଇଛି ଜନ୍ମଭୂମିକୁ। 3 ନମ୍ବର କ୍ୱେଶ୍ଚିନ୍ ଆମେ ଜନ୍ମଭୂମିର ସେବା କରିବା କିପରି? ଅପସନ୍ ଅଛି ବେଶୀ ପାଠ ପଢ଼ିକି ନା ଜୀବନ ଦେଇ ତା ପାଇଁ ଭଲ କାମ କରି ନା ରାସ୍ତାଘାଟ ସଫା ରଖି ନା ଘରେ ସମସ୍ତଙ୍କ କଥା ମାନି? କୋଉଟା ହବ? ଅପସନ୍ ଖ ଦେଖ ଜୀବନ ଦେଇ ତା ପାଇଁ ଭଲ କାମ କରି। ଏଇଟା ହେଉଛି ସଠିକ ଉତ୍ତର। ନେକ୍ସଟ କ୍ୱେଶ୍ଚିନ୍ ତାହାରି ସେବା ଆମରି କାମ। କବି ଏଠାରେ କାହାର ସେବା ପାଇଁ ବୋଲି କହିଛନ୍ତି? ଜନ୍ମଭୂମିର ନା ରୋଗୀର ନା ମାତା ପିତାଙ୍କର ନା ଅକର୍ମଣ୍ୟ ଲୋକଙ୍କର? କାହାର? ଜନ୍ମଭୂମିର। ଅପସନ୍ କ ହେଇଯିବ ସଠିକ ଉତ୍ତର। ଆମେ ଆମ ଜନ୍ମଭୂମିର କ'ଣ କାମନା କରିବା? ହସ ସୁଖ ସେବା ଅଶୁଭ? କୋଉଟା? ସୁଖ। ଅପସନ୍ ଖ ହେଇଯିବ ସଠିକ ଉତ୍ତର। ନାଚି ନାଚି ତା ଚରଣ ଧୁଏ ଏଠାରେ କିଏ ଚରଣ ଧୋଇବା କଥା କୁହାଯାଇଛି? ସାଗର ନା ଝରଣା ନା ନଦୀ ନା ବର୍ଷା? କୋଉଟା? ଅପସନ୍ କ ସାଗର ହେଇଯିବ ଆମର ସଠିକ ଉତ୍ତର। ସାଗର ନାଚି ନାଚି ତା ଚରଣ ଧୁଏ। ନେକ୍ସଟ କ୍ୱେଶ୍ଚିନ୍ କାହାର ମିଠା ଗୀତ ଆମ ପ୍ରାଣକୁ ମୋହି ନିଏ? କାହାର? ଚଢ଼େଇ। ଅପସନ୍ ଗ ଚଢ଼େଇର ମିଠା ଗୀତ ଆମ ପ୍ରାଣକୁ ମୋହି ନିଏ। 8 ନମ୍ବର କ୍ୱେଶ୍ଚିନ୍ ଆସିଲା ଜୋଛଣା ଶବ୍ଦର ଅର୍ଥ କେଉଁଠି ବାଛ? ଏଇ କ୍ୱେଶ୍ଚିନ୍ଟା ପ୍ରାୟ ଆସୁଛି ପିଲାମାନେ। ଜୋଛଣା ଶବ୍ଦର ଅର୍ଥ କ'ଣ? ଚନ୍ଦ୍ର କିରଣ ହେଲା। ଖରା ନା ଜହ୍ନ ନା ଚନ୍ଦ୍ର କିରଣ ନା ପରିଷ୍କାର କହିଛି? କୋଉଟା ହବ? ଚନ୍ଦ୍ର କିରଣ। ଅପସନ୍ ଗ ହେଇଯିବ ସଠିକ ଉତ୍ତର। ତାପରେ ଆସିଲା ନିର୍ମଳ ଶବ୍ଦର ଅର୍ଥ କେଉଁଠି ବାଛ? ନିର୍ମଳ ଶବ୍ଦର ଅର୍ଥ ସଫା ନା ମଇଳା ନା ଗୋଳିଆ ନା ଅସୁନ୍ଦର? ଅପସନ୍ କ। ଗହନ ଶବ୍ଦର ଅର୍ଥ କେଉଁଠି ବାଛ? ଗହନ ମାନେ ପତଳା ନା ଗହଳିଆ ସରୁଆ ନା ମୋଟା? ଗହନ ଶବ୍ଦର ଅର୍ଥ କୋଉଟା ହେଇଯିବ? ଅପସନ୍ ଖ ଗହଳିଆ ହେଇଯିବ। 11 ନମ୍ବର କୁସୁମ ଶବ୍ଦର ଅର୍ଥ ବାଛ ବୋଲି କହିଛି। କୁସୁମ ଶବ୍ଦର ଅର୍ଥ କ'ଣ? ଅପସନ୍ କ ସଠିକ ଉତ୍ତର ହେଲା। ତାପରେ ଆସିଲା ସାଗର ଶବ୍ଦର ଅର୍ଥ କେଉଁଠି ବାଛ? ପୋଖରୀ ଦେଇଛି ନଦୀ କୂଅ ସମୁଦ୍ର ଦେଇଛି? କୋଉଟା ହବ ପିଲାମାନେ? ଅପସନ୍ ଘ ସମୁଦ୍ର ହେଇଯିବ ଆମର ସଠିକ ଉତ୍ତର। ତାପରେ କହିଲା କେଉଁଟି ସମୁଦ୍ରର ପ୍ରତିଶବ୍ଦ? ଦେଇଛି ଉର୍ମି ଢେଉ ସିନ୍ଧୁ ଆଉ ମହି। କେଉଁଟା ସମୁଦ୍ରର ପ୍ରତିଶବ୍ଦ? ସିନ୍ଧୁ ହେଲା। ତାପରେ ଆସିଲା କେଉଁଟି ଆକାଶର ପ୍ରତିଶବ୍ଦ? ଦେଇଛି ନଭ ଧରଣୀ ମହି ସୁମନ। ତ ନଭ ଅପସନ୍ କ ହେଇଯିବ ଆମର ସଠିକ ଉତ୍ତର ହେଲା। ତାପରେ କହିଲା ସେହି ମୋ ପ୍ରିୟ ଜନ୍ମଭୂମି କବିତାରେ କେତୋଟି ପଦ ଅଛି ବୋଲି କହିଲା? କେତୋଟି ପଦ ଅଛି? 7 5 6 4 କେତୋଟି ଅଛି? ଅପସନ୍ ଖ 5ଟି ପଦ ଅଛି। ଆମ ଜନ୍ମଭୂମିର ପାଦ କିଏ ଧୋଇଦିଏ ବୋଲି କହିଲା? ନୀଳସାଗର ଦେଇଛି ନଦୀ ଦେଇଛି ପୁଷ୍କରିଣୀ ଦେଇଛି ବର୍ଷା ଜଳ ଦେଇଛି? କୋଉଟା ହବ? ନୀଳସାଗର। ଅପସନ୍ କ। 17 ନମ୍ବର ବିହଗ ଆମ ପ୍ରାଣକୁ କିପରି ମୋହି ନିଏ? ଉଡ଼ି ଉଡ଼ିକା ମଧୁର ଗାନେ ନା ଡାଳରୁ ଡାଳ ଡେଇଁ ନା ବସା ଭିତରେ ରହି? କେମିତି? ମଧୁର ଗାନେ। ଅପସନ୍ ଖ। 18 ନମ୍ବର ଆସିଲା ଝରଣା କିପରି ଜନ୍ମଭୂମିର ଦେହକୁ ଛୁଏଁ? ଝରି ଝରି ନା ନାଚି ନାଚି ନା ସରାଗେ ନା ଦୁଃଖରେ? କେମିତି? ନାଚି ନାଚି। ଅପସନ୍ ଖ। 19 ନମ୍ବର ସାଗରର ନୀଳ ଲହରୀମାଳା ଜନ୍ମଭୂମିର ଚରଣ ଧୁଏ ବୋଲି କବି କାହିଁକି କହିଛନ୍ତି? ଏଇଟା ହେଇଯିବ ଅପସନ୍ ଗ ଆମ ଦେଶର ଦକ୍ଷିଣରେ ସମୁଦ୍ର ଥିବାରୁ। ଏଇ ପ୍ରଶ୍ନଟା ବି ଆସେ ଅଧିକାଂଶ, ତ ମନେ ରଖିବ ଏଇଟା କୋଉଟା ହବ? ଆମ ଦେଶର ଦକ୍ଷିଣରେ ସମୁଦ୍ର ଥିବାରୁ। ଜନ୍ମଭୂମିର ପାଦ କିଏ ଧୋଇ ଦେଉଛି? ଜନ୍ମଭୂମି ପିଲାମାନେ ନା ଝରଣା ନା ନଦୀ ନା ସମୁଦ୍ର? କୋଉଟା ହବ? ହବ ସମୁଦ୍ର। ଅପସନ୍ ଘ। ବିମଳ ଶବ୍ଦର ଅର୍ଥ କ'ଣ ବୋଲି କହିଲା? ବିମଳ ଶବ୍ଦର ଅର୍ଥ କ'ଣ? ସଫା ହେଲା। ତାପରେ ଆସିଲା ଜନ୍ମଭୂମି ପଦ୍ୟରେ କ'ଣ ହେବ? ପଦ୍ୟରେ ଏଇଟା କ'ଣ ହବ? ଖ ହେଇଯିବ ସଠିକ ଉତ୍ତର ଜନ୍ମ ଭୂଇଁ ହେଲା। ନମ୍ବର ଦେଲା ସ୍ନେହ ଶବ୍ଦର ଗଦ୍ୟ ରୂପ କ'ଣ ହବ ବୋଲି କହିଲା? ସ୍ନେହର କ'ଣ ହବ? ସ୍ନେହ। ଅପସନ୍ ଗ ହେଇଯିବ ଆମର ସଠିକ ଉତ୍ତର। ଏ ଥିଲା କେବଳ ସେହି ମୋ ପ୍ରିୟ ଜନ୍ମଭୂମିର ଏତିକିଟା କ୍ୱେଶ୍ଚିନ୍। ଏଇଟା ପ୍ରାକ୍ଟିସ୍ କରିଦିଅ ପିଲାମାନେ।
तापर आगक मु जो MIL रो आनिबी क्वेश्चन माने ता भितर ए क्वेश्चन मान थिबा तमे कोन करबो फटाल किना तार जानि परिबो आंसर। तो ए पाठटा पूरा भल से प्रैक्टिस कर दियो तापर हमें आसरे धरिबा जन्ह। हाँ ए पाठ